ନୂଆଗାଁ ରାସ୍ତା ପାଲଟିଛି ମରଣ ଯନ୍ତା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମଟିଏ। ଏହି ଗାଁ ଦେଇ ଲମ୍ବି ଯାଇଛି ଏକ ମାଟି ରାସ୍ତାଟିଏ। ମାଟି ରାସ୍ତା ହେଲେ ମଧ୍ୟ ଏହି ରାସ୍ତା ଛାତିରେ ଦୈନିକ ଶହ ଶହ ଗାଡ଼ି ଯିବା ଆସିବା କରିଥାନ୍ତି। ଆଉ ଏହି ରାସ୍ତା ଦେଇ ଆଖପାଖ ଗ୍ରାମର ପିଲାମାନେ ସ୍କୁଲ କଲେଜ ଯିବା ଆସିବା କରିଥାନ୍ତି। ପରିତାପର ବିଷୟ ଯେ ସ୍ୱାଧୀନତାର ଦୀର୍ଘ ବର୍ଷ ଅତିବାହିତ ହେବା ପରେ ବି ଏହି ଗାଁକୁ ପକ୍କା ରାସ୍ତାଟିଏ ହୋଇପାରିଲା ନାହିଁ। ଅଳ୍ପ ବର୍ଷାରେ ରାସ୍ତାରେ ପାଣି ଭର୍ତ୍ତି ହୋଇଯାଉଛି। କାଦୁଅ ସରବର ରାସ୍ତାରେ ଯିବା କଷ୍ଟଦାୟକ ହେଉଥିଲେ ମଧ୍ୟ ରାସ୍ତାରେ ଯିବା ପାଇଁ ବାଧ୍ୟ ହୋଇଥାନ୍ତି ବାଟୋଇ। ଖିରେଇଟାଙ୍ଗିରି ଏକ ମୁଖ୍ୟ ବଜାର, ଗ୍ରାମ ପଞ୍ଚାୟତ ସହିତ ସ୍କୁଲ, କଲେଜ, ଡାକ୍ତରଖାନା ଏବଂ ରାଜସ୍ୱ କାର୍ଯ୍ୟାଳୟ ରହିଛି, ଯାହା ଫଳରେ ଖିରେଇଟାଙ୍ଗିରିକୁ ଯିବା ଆସିବା ପାଇଁ ଏହି ରାସ୍ତା ଏକ ମୁଖ୍ୟ ରାସ୍ତା ହୋଇଛି। ଦୈନିକ ଶହ ଶହ ସଂଖ୍ୟାରେ ଲୋକ ଯିବା ଆସିବା କରିବା ସହିତ ଏହି ରାସ୍ତା ବାଇପାସ କେନ୍ଦୁଝର ବଜାର ସହିତ ଢେଙ୍କିକୋଟରେ ସଂଯୋଗ ହୋଇଛି। କିନ୍ତୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ରହିଥିବା ବେଳେ ପ୍ରଶାସନର ଦୃଷ୍ଟି ପଡ଼ିପାରୁଛି କି ନାହିଁ ସନ୍ଦେହରେ ଜନସାଧାରଣ। ତଥାପି ମରଣ ଯନ୍ତାରେ ସଂଗ୍ରାମ କରି ବାଟୋଇ ଯିବା ପାଇଁ ବାଧ୍ୟ ହେଉଛନ୍ତି। ବହୁତ କଷ୍ଟରେ ରୋଗୀଙ୍କୁ ଡାକ୍ତରଖାନା ନେଉଥିବା ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଝରିଆସେ। ସ୍କୁଲ ପିଲାଙ୍କ ଅବସ୍ଥା କହିଲେ ନ ସରେ। ଯଥାଶୀଘ୍ର ଏ ରାସ୍ତାକୁ ପକ୍କା ରାସ୍ତା କରିବା ପାଇଁ ଜନସାଧାରଣ ପ୍ରଶାସନକୁ ଅନୁରୋଧ କରିଛନ୍ତି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।